ବୋଉ ତୁ ଏଇଠି ଅଛୁ, ମୁଁ ତତେ କେତେ ଆଡେ ଖୋଜିଲିଣି। ମୋ ଫର୍ମ ଫିଲଅପ ହବା ପାଇଁ ପଇସା ଠିକ କରି ରଖିଥିବୁ। ଆଉ 2 ଦିନ ସମୟ ଅଛି, ମତେ ପଇସା ଦେଲେ ମୁଁ କରିବି। କଣ ହେଲା? ଆଉ 2 ଦିନ ସମୟ ଅଛି ଫର୍ମ ଫିଲଅପ ପାଇଁ? ମୁଁ ଏ ପଇସା କୋଉଠି ଠିକ କରିନି କି ନା? ହଉ ମୁଁ ଯାଇ ତ ଭାଉଜକୁ କହିବି, ସେ ଠିକ କରି ରଖିଥିବ। ହଉ ହଉ ତୁ ଭାଉଜଙ୍କ ପାଖରୁ ପଇସା ଆଣିକି ରଖିଦେଇଥିବୁ, ଆଉ 2 ଦିନ ସମୟ ଅଛି। ହଉ ହଉ ତୁ ଯା, ମୁଁ ଭାଉଜ ପାଖରୁ ଆଣିକି ରଖିଦେଇଥିବି। ହଉ ମୁଁ ଯାଉଛି। ହଁ ହଁ ବୋଉ ସବୁ ଭଲ। ହଁ ହଁ ତୋ ଜ୍ୱାଇଁ ଅଫିସ ପଳେଇଲେଣି। ବୋଉ ଝିଅର ଫର୍ମ ଫିଲଅପ ହବ, ଆଉ 2 ଦିନ ସମୟ ଅଛି। ତୁ ପଇସା ଦେଇଦବୁ ତାକୁ, ସେ କରିଦବ। ହ୍ୟାଲୋ ବୋଉ, ତୁ ରଖ, ମୁଁ ପଛରେ କଥା ହଉଛି। କଣ ହେଲା? ଫର୍ମ ଫିଲଅପ ପଇସା? ତାଙ୍କ ପାଠ ପଢା ସେତିକି ଥାଉ ମା, ଏମିତିରେ ପଇସାର ଅଧୁଟାରୁ ଖର୍ଚ୍ଚ ହଉଛି। ଘରେ ରୁହନ୍ତୁ, କାମ କରନ୍ତୁ, ଏମିତିରେ ମୁଣ୍ଡ ଉପରେ ତାଙ୍କ ବାହାଘର ଅଛି। ଆମକୁ ତ କରିବାକୁ ପଡିବ ନା ସବୁ। ଆଉ ପଢେଇକି ଆମକୁ ଏତେ ଟେନସନ ଦିଅନା। ମୁଁ ତତେ ପଇସା ଦବା କଥା କହିନି, ତୁ ଏମିତି କଣ ସବୁ କହିଯାଉଛୁ। ଆଉ କଣ ପୂଜା ଥାଳି ଧରିକି କହିବି ତାକୁ? ହଉ ହଉ ପୁଅ ଆସୁ, ପୁଅ ଆସିଲେ ତାକୁ କହିଦେବୁ ତା ଭଉଣୀର ଫର୍ମ ଫିଲଅପ ହବ, ସେ ପଇସା ଦେଇଦବ। ହଁ ହଁ ତମ ପୁଅ ଆସିଲେ ମୁଁ ଏ ବିଷୟରେ କହିଦେବି। ଯେମିତି ନିଜେ ରୋଜଗାର କରିକି ଦଉଛି, ମୋ ଝିଅ ବିଷୟରେ ଏତେ କଥା କହିଯାଉଛି। ହଁ ବୋଉ କହ। ନାଇଁ ମ, ଏଇ ମୋ ନଣନ୍ଦର ଫର୍ମ ଫିଲଅପ ହବ ତ, ସେଇ କଥା କହୁଥିଲେ। ନା ମ, ମୁଁ ଆଙ୍କୁ ମନା କଲେ ଇଏ କଣ ମୋ କଥା ଶୁଣନ୍ତି। ହଉ ହଉ ମୁଁ ରଖୁଛି। ଯେତିକି ଟେନସନ ସବୁ, ଯେମିତି ପାଠ ପଢି ଗୋଟେ ବଡ ଚାକିରି କରିଦେବେ, ଆମକୁ ମୁଣ୍ଡ ଉପରେ ବସେଇକି ଥୋଇବେ। କଣ କରିବି କନି ତୋ ପଇସା କଥା, ତୋ ଭାଉଜ ଏମିତି ସବୁ କଥା କହୁଛି। ଥାଉ ଥାଉ, ତାଙ୍କ ପାଟିଟା ଏଠି ପର୍ଯ୍ୟନ୍ତ ଶୁଭୁଥିଲା। ମତେ ଗୋଟେ କଥା କହନି, ଭାଉଜ କଣ ମୋ ଭାଗ୍ୟ ନିର୍ଦ୍ଧାରିତ କରିବେ? ହଉ ହଉ ତୁ ବ୍ୟସ୍ତ ହୋନା, ମୁଁ କହିଦେଇଛି ତୋ ଭାଇକି କହିଦବ ପଇସା କଥା। ତୁ ତୋର ଠିକ କରି ଦବା କଥା ଦବୁ।